ଆଜିର ଦୁନିଆରେ ଏ ହେଉଛି ବାସ୍ତବତା। ପତ୍ର ଝଡ଼ା ଦେଇ ଫଳ ଶୂନ୍ୟ ହେଲେ ପକ୍ଷୀ ସେ ଗଛ ଛାଡ଼ନ୍ତି। ଜଳ ଶୂନ୍ୟ ହୋଇ ପୋଖରୀ ଶୁଖିଲେ ପ୍ରାଣୀ ତାକୁ ତ୍ୟାଗ କରନ୍ତି। ଫୁଲ ମଉଳି ଝାଉଁଳି ପଡ଼ିଲେ ଭ୍ରମର ଏଡ଼ାଇ ଦିଅନ୍ତି। ବଣ ପୋଡ଼ିଗଲେ ବନ୍ୟଜନ୍ତୁମାନେ ସେ ବଣକୁ ଦେଖି ଫେରନ୍ତି। ଧନୀ ଯେବେ କେବେ ଗରିବ ହୋଇଲା ଚାକର ପଳାଇ ଯାଆନ୍ତି। ପରିବାର ମୁଖ୍ୟ ବୃଦ୍ଧ ହୋଇଗଲେ ଘରେ ଅଣଦେଖା କରନ୍ତି। ସମ୍ପତ୍ତି ପାଇଁ ନିଜ ପେଟ ଭାଇ ଭାଇକୁ ଦୂରେଇ ଦିଅନ୍ତି। ସ୍ୱାର୍ଥପର ଏହି ଦୁନିଆଟା ଭାଇ, ସ୍ୱାର୍ଥ ପାଇଁ ସବୁ ଲଢ଼ନ୍ତି। ଦର୍ଶକ ବନ୍ଧୁ, ପ୍ରଭୁ ହନୁମାନଙ୍କ ଜୀବନ ଆମ ସମସ୍ତଙ୍କ ପାଇଁ ଏକ ମହାନ ପ୍ରେରଣା। ତାଙ୍କ ଜୀବନରୁ ଆମେ କେଉଁ 10ଟି ମୁଖ୍ୟ ଶିକ୍ଷା ଲାଭ କରିବା ଉଚିତ, ଆସନ୍ତୁ ଜାଣିବା। ନିଃସ୍ୱାର୍ଥପର ଭକ୍ତି। ହନୁମାନଙ୍କର ପ୍ରଭୁ ଶ୍ରୀରାମଙ୍କ ପ୍ରତି ଥିବା ଭକ୍ତି ଅତୁଳନୀୟ। କୌଣସି ଫଳ ଆଶା ନ କରି କର୍ତ୍ତବ୍ୟ କରିବା ଆମେ ତାଙ୍କଠାରୁ ଶିଖିବା ଉଚିତ। ଅସୀମ ସାହସ। ସମୁଦ୍ର ଲଙ୍ଘିବା ହେଉ କିମ୍ବା ବିଶାଳ ପର୍ବତ ଉଠାଇବା, ବିପଦ ସମୟରେ ଡରି ନ ଯାଇ ସାହସର ସହ ପରିସ୍ଥିତିର ସାମ୍ନା କରିବା ପ୍ରଭୁ ହନୁମାନଙ୍କର ଏକ ବଡ଼ ଗୁଣ। ନମ୍ରତା ଓ ଅହଙ୍କାର ଶୂନ୍ୟତା। ଅପାର ଶକ୍ତି ଅଧିକାରୀ ହୋଇ ମଧ୍ୟ ହନୁମାନ ସର୍ବଦା ନମ୍ର ରହୁଥିଲେ। ସେ ନିଜକୁ ପ୍ରଭୁଙ୍କର ଜଣେ ସାଧାରଣ ସେବକ ବୋଲି ମନେ କରୁଥିଲେ। ସଂଯମ ଓ ବ୍ରହ୍ମଚର୍ଯ୍ୟ। ନିଜର ଇନ୍ଦ୍ରିୟ ଏବଂ ମନ ଉପରେ ନିୟନ୍ତ୍ରଣ ରଖିଲେ ହିଁ କଠିନ ଲକ୍ଷ୍ୟ ହାସଲ କରାଯାଇପାରେ। ଏହା ତାଙ୍କ ଜୀବନରୁ ଶିଖିବାକୁ ମିଳେ। ବୁଦ୍ଧିମତା। ହନୁମାନଙ୍କୁ ବୁଦ୍ଧିମତାମ୍ ବରିଷ୍ଠମ୍ କୁହାଯାଏ। ସୁରସା ଓ ସିଂହିକା ଭଳି ରାକ୍ଷସୀଙ୍କୁ ସେ କେବଳ ବଳରେ ନୁହେଁ ବରଂ ନିଜ ଚତୁରତା ଓ ବୁଦ୍ଧି ବଳରେ ପରାସ୍ତ କରିଥିଲେ। ଉତ୍ତମ ସମ୍ବାଦ ଶୈଳୀ। ହନୁମାନ ଜଣେ ଦକ୍ଷ ବକ୍ତା ଥିଲେ। କେଉଁଠି କେମିତି କଥା କହିବାକୁ ହେବ ସେଥିରେ ସେ ନିପୁଣ ଥିଲେ। ଲକ୍ଷ୍ୟ ପ୍ରତି ଏକାଗ୍ରତା। ଶ୍ରୀରାମଙ୍କ କାର୍ଯ୍ୟ ପୂରଣ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ ଥିଲା। ବାଟରେ ଯେତେ ବାଧା ଆସିଲେ ମଧ୍ୟ ସେ ଲକ୍ଷ୍ୟଚ୍ୟୁତ ହେଉନଥିଲେ। ବିପଦ ସମୟରେ ଧୈର୍ଯ୍ୟ। ଲକ୍ଷ୍ମଣଙ୍କ ପ୍ରାଣ ରକ୍ଷା ପାଇଁ ସଞ୍ଜୀବନୀ ବୁଟି ଆଣିବା ସମୟରେ ସେ ଧୈର୍ଯ୍ୟ ହରାଇ ନଥିଲେ ଏବଂ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିଥିଲେ। ନିଷ୍ଠା ଓ ସେବା ମନୋଭାବ। କୌଣସି କାମକୁ ଅଧାରେ ନ ଛାଡ଼ି ଶେଷ ପର୍ଯ୍ୟନ୍ତ ନିଷ୍ଠାର ସହ କରିବା ଏବଂ ଅନ୍ୟର ସେବା କରିବାର ମନୋଭାବ ତାଙ୍କର ବିଶେଷତ୍ୱ। ଦଳଗତ ନେତୃତ୍ୱ। ବାନର ସେନାଙ୍କୁ ଏକାଠି କରିବା ଏବଂ ସମସ୍ତଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବା ତାଙ୍କର ଏକ ପ୍ରଶଂସନୀୟ ଗୁଣ। କ'ଣ ସାଙ୍ଗମାନେ, ଠିକ୍ ତ? କମେଣ୍ଟରେ ଆପଣଙ୍କ ଉତ୍ତର ନିଶ୍ଚୟ ଲେଖନ୍ତୁ।